নমস্তে কমলা মাগো সাগল দুলনি নমস্তে নমস্তে মাগো বিষ্ণু কগলনি সাଙ୍ଗ ମାନେ ଆମେ ସବୁ ଜାଣିତେ ଏଇ ଗୀତ ତ ଆମେ ଲକ୍ଷ୍ମୀ ପୂଜନ ବହିଲୁ ଶୁଣିତେ କାହିଁକି ନା ମୋ ଦେବୀମା ଏଇ ଗୀତ ଗାଏ ତାପରେ ମୋ ବୋଉ ବି ଏଇ ଗୀତ ଗାଏ ମୋ ଭାଉଜ ବି ଏଇ ଗୀତ ଗାଆନ୍ତି ଆମେ ସବୁ ଏଇଟା ପିଲା ବେଳୁ ଶୁଣିଛୁ ମାନବସା ଗୁଲୁବାଲ ଦିନ ଏଇ ଗୀତଟା ଗାଁ কিন্তু আজ সকালে টিভি ଦେଖିଲା ବେଳକୁ ସାଙ୍ଗମାନେ ଦେଖିଲି ଯେ ଆମ ଉପମୁଖ୍ୟମନ୍ତ୍ରୀ ଯୋଉ ପ୍ରଭାତୀ ଅପା ସିଏ କହୁଛନ୍ତି ଯେ ଇଏ ଲକ୍ଷ୍ମୀ ପୂଜାର ବହିଲେ କହିଲେ ଭୁଲ ଭାଲ ଅଛି ତାକୁ ପୁଣି ଠିକ ଠାକ କଲିକି ବହି ଆହୁରି କୋଟିଏ ଛପା ହବ ମୁଁ ଶୁଣିକି ତ ମୋ ମୁଣ୍ଡ ପୁରା ତୋବା ହେଇଗଲା ମୁଁ କହିଲି କୋଟିଏ ବହି ଛାପିଲା ବେଳକୁ ତ ମିନିମମ 30-40 କୋଟି ଟଙ୍କା ଖର୍ଚ୍ଚ ହବ ଆରେ ଏଇଟା ଛାପିବା କଣ ଡଲୁଲି ହେଲେ ଆମ ପାଠ ବହିରେ ଯୋଉ ଲେଖା ଗୁଡାକ ଆଇଛି ଏଥରକ ବହିରେ ଯୋଉ ଭୁଲ ଭାଲ ହେଇଛି ତାକୁ ଠିକ କରିକି ବହି ଦଉନାହାନ୍ତି ଏମିତି ଯଦି ଆମର ଆଗରୁ ଥିଲା ତୁମ ପଲି ଛୋଟ ପିଲାଟିଏ ଗାଁ ତ ହାଲିର ତାତ ଥିଏ ସେଗୁଡାକ ଆଉ ନାହିଁ ଏଥରକ ଲେଖା ହେଇଛି ନିମ୍ବୁଡା 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 ତାପରେ ଲେଖା ହେଇଛି ଗୋଟେ ଗୋଟେ କଥା କହିବି ଆପଣ ହସି ହସିକି ପୁରା ପେଟ ଦର୍ଦ ହେଇଯିବ ଆମେ ଜାଣିଛ ପିଲାବେଳେ ନିୟୁତନ ହଉଛନ୍ତି ଜଣେ ବୈଜ୍ଞାନିକ ଆମ ବହିରେ କୁଆଡେ ଲେଖା ହେଇଛି ନିୟୁତନ ହଉଛନ୍ତି ଜଣେ ପାଇଲଟ ତାପରେ ଆମର ଗଣିତଜ୍ଞ ହଉଛନ୍ତି କି ନା ଗାଲିଲିଓ ଜଣେ ଗଣିତଜ୍ଞ ବହିରେ ଲେଖା ହେଇଛି ଗାଲିଲିଓ ଜଣେ ହଉଛନ୍ତି ସଙ୍ଗୀତଜ୍ଞ ସେ ଗୀତ ଗାଉଥିଲେ ଗୋଟେ ଶୁଣିଲେ ହସ ଲାଗୁନି ଆପଣ ମାନଙ୍କୁ ତାପରେ ଆମ ଭାସ୍କର ମାମା କୁଆଡେ ଆଇଥିଲେ ଭାସ୍କର ଗାମା ଆମେ ଜାଣିଛେ ଜଲପଥ ଆବିଷ୍କାର କରିବାକୁ ଆଇଥିଲେ ବହିରେ ଲେଖା ହେଇଛି ଗୋଲ ବର୍ଷ ସଂଗ୍ରହ କରିବାକୁ ଭାସ୍କର ଗାମା ଆଇଥିଲେ ଏଗୁଡାକ ଶୁଣିଲେ ହସ ଲାଗୁନି ତାପରେ ଆମେ ଜାଣିଛେ କୋଣାର୍କ ମନ୍ଦିର ଆମ ଓଡିଶା ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ ବୋଲି ଆମେ ଜାଣିଛେ କିନ୍ତୁ ଆମ ବହିରେ ଲେଖା ହେଇଛି କୋଣାର୍କ ମନ୍ଦିର ଯାଇକି କାଲିଫର୍ଣ୍ଣିଆରେ ଅବସ୍ଥିତ ମୁଁ ଶୁଣିକି ମୋ ମୁଣ୍ଡ ପୁରା ତୋବା ହେଇଗଲା এইসব ভুল ভালো জিনিস ଆମେ କେମିତି ପାଠ ପଢିବୁ କଥାଟା କଣ କି ଆମେ ଯୋଉ ବହିରେ ସବୁ ପାଠ ପଢୁଛେ ହଉଛି ସରସ୍ୱତୀଙ୍କ ଆଶୀର୍ବାଦ ଯୋଉ ପାଠ ପଢୁଛେ ଆମେ ସରସ୍ୱତୀଙ୍କୁ ପାଇବା ପାଇଁ ପାଠ ପଢୁଛେ କିନ୍ତୁ ଏଇ ଯୋଉ ଲକ୍ଷ୍ମୀ ପୁରାଣ ବହି ଯୋଉ ବଣ୍ଟା ହବ ଲକ୍ଷ୍ମୀ ପୁରାଣ ବହି ହେଲେ ମହାଲକ୍ଷ୍ମୀ କୋଉଠି ଆସିବେ ମତେ ଟିକେ କହିଲେ ତେଣୁ କଲି ଆମ ଅପା ପଟେ ସେଇଆକୁ ମୁଣ୍ଡ ଭିତରେ ଭଲି କରିକି ପାଠ ଉପରେ ଗୁରୁତ୍ୱ ନ ଦେଇକି କେମିତି ଟଙ୍କା ଇନକମ କରିବେ ସେ କଥା ବୋଧେ ଚିନ୍ତା କରୁଛନ୍ତି ନା କଣ ନହେଲେ କାହିଁକି ଲକ୍ଷ୍ମୀ ପୁରାଣ ବହିକି ଠିକ ଠାକ କରି ଆମ ପାଠ ବହିକି ଠିକ ଠାକ କରିବେନି ସେଇ କଥା ଆପଣ ମାନେ ଟିକେ ଚିନ୍ତା କଲେ ସାଙ୍ଗମାନେ ମୁଁ ଯଦି ଠିକ କହୁଛି ତାହେଲେ ଟିକେ ଲାଇକ୍ କରିବେ ସବସ୍କ୍ରାଇବ କରିବେ ଆଉ ଟିକେ ସେୟାର କରିବେ ସାଙ୍ଗମାନେ ରହିଲି ସାଙ୍ଗମାନେ ଆଜି ପାଇଁ ଏତିକି ନମସ୍କାର।